ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଯେତେବେଳେ ବି କୌଣସି ବ୍ଲଗ୍ ମୁଁ କରେ କିମ୍ବା ଆହୁରି ଯିଏ ବି କରନ୍ତୁ, ସବୁବେଳେ ପ୍ରଶ୍ନ ଆସେ, ଦରମା କେବେ ବଢ଼ିବ, ସଂଗଠନ କ'ଣ କରୁଛି, ଦରମା ବଢ଼ିବା କଥା କହିଥିଲା, କ'ଣ ହେଲା। କିନ୍ତୁ ଆପଣମାନେ ଜାଣି ରଖନ୍ତୁ, ସଂଗଠନ କେବଳ ପାରିଶ୍ରମିକ କିମ୍ବା ଦରମା ପାଇଁ ନୁହେଁ, ଆହୁରି ଅନେକ କାର୍ଯ୍ୟ ରହିଛି। ଯେମିତି ଦେଖନ୍ତୁ, ଆଜି ସଂଗଠନର ଶକ୍ତି ବଳରେ ଗତକାଲି ଯେଉଁ ଭଉଣୀ ଥାନାରେ ଅଟକ ରହିଥିଲେ ତାଙ୍କୁ ଛଡ଼ାଗଲା। ତା ସହ ସମସ୍ତ ଦୋଷ ସେଇ ହିତାଧିକାରୀଙ୍କର, କାରଣ ସେ ନିଜେ OTP ଦେଇଛନ୍ତି। ଏଣୁ ସେ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଦୋଷାରୋପ କରିପାରିବେ ନାହିଁ ବୋଲି ତାଙ୍କୁ ଜଣାଇ ଦିଆଗଲା। ଏହା ହେଉଛି ସଂଗଠନର ଶକ୍ତି। ପୁଣି ଦେଖନ୍ତୁ, ବର୍ତ୍ତମାନ ଯେଉଁ ବାଲେଶ୍ୱର ଜିଲ୍ଲାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା, ସେଇଠି ବି ଯେଉଁ ବି ସଂଗଠନ ଥାଉ ନା କାହିଁକି, ସଂଗଠନ ଦାବି ରଖିଛି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ନ୍ୟାୟ ଦେବା ପାଇଁ। କାରଣ କର୍ମୀଙ୍କ କହିବା ଅନୁଯାୟୀ ସେମାନେ ସୁଭଦ୍ରା ଟଙ୍କା ପାଇଁ ଗଣ୍ଡଗୋଳ କରୁଛନ୍ତି। ତେବେ ଆପଣମାନେ ବୁଝିବା ଦରକାର କି କେବଳ ଟଙ୍କା ପାଇଁ ନୁହଁ, କେବଳ ଦରମା ପାଇଁ ନୁହଁ, ଆହୁରି ଭିନ୍ନ ଭିନ୍ନ ଅସୁବିଧା ସବୁ ରହିଛି। ଯେମିତିକି ଆପଣଙ୍କର ଆଖି ଆଗରେ ଏଇସବୁ ଦୃଶ୍ୟ, ଏଇସବୁ ଖବର ଆସୁଛି। ତା'ର ପ୍ରତିକାର, ତା'ର ନ୍ୟାୟ ପାଇଁ ବି ସଂଗଠନ ଛିଡ଼ା ହେଉଛି। ଆଉ ସଂଗଠନର ଶକ୍ତି ଉପରେ ବିଶ୍ୱାସ କରି ବ୍ଲକର କର୍ମୀମାନେ ଏକଜୁଟ ହୋଇ ଲଢ଼େଇ କରିଥାନ୍ତି। ଆଉ ସେମାନଙ୍କର ଭରସା ଥାଏ କି ଆମ ଜିଲ୍ଲା ଆମ ସହିତ ଅଛି। ସେହିଭଳି ଯଦି ଜିଲ୍ଲାରେ କିଛି ଅସୁବିଧା ହୋଇଥାଏ, ତେବେ ଜିଲ୍ଲାବାଲା ରାଜ୍ୟ ସଂଗଠନ ଉପରେ ଭରସା କରି ଲଢ଼େଇକୁ ଜାରି ରଖିଥାନ୍ତି। ଏଣୁ ଆପଣମାନେ କେବଳ ଭାବିବେନି ଯେ ସଂଗଠନ କେବଳ ଦରମା ପାଇଁ ଠିଆ ହୋଇଛି ବୋଲି। ଏମିତି ଛୋଟ ବଡ଼ ଅନେକ ସମସ୍ୟା ରହିଛି, ତା'ର ସମାଧାନ ମଧ୍ୟ ସଂଗଠନ ଦ୍ୱାରା ହୋଇଥାଏ। ଯେଭଳି ଆପଣ ନିଜେ ଦେଖନ୍ତୁ, ଆପଣମାନେ CB ଟଙ୍କା ପାଉନଥିଲେ, ପୋଷଣ ଟଙ୍କା ପାଉନଥିଲେ, ଇଏ କାହା ବଳରେ ପାଇଲେ? କେବଳ ବାରମ୍ବାର ଦରମା କଥା ନ କହି କମ୍ ସେ କମ୍ ଏସବୁ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ପାରିଶ୍ରମିକ ତ ବଢ଼ିବ, କାରଣ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଏହା ସଂଗଠନ କେବେ ବି ଛାଡ଼ିବନି। ନିଶ୍ଚୟ ଆମେ ଆମ ପାରିଶ୍ରମିକ ଯଦି ସରକାର ନ ଦିଅନ୍ତି, ତାହେଲେ ଏକତ୍ରିତ ହୋଇ ଆଗକୁ ବିଚାର କରି ପଦକ୍ଷେପ ନିଆଯିବ। ଏଣୁ ସର୍ବଦା ନିଜ ଉପରେ, ଯେଉଁ ବି ସଂଗଠନ ଆପଣଙ୍କର ଅଛି, ନିଜ ସଂଗଠନ ଉପରେ ଭରସା ରଖନ୍ତୁ। ଯଦି ଆମର ଦାବି ପୂରଣ ନ ହେବ, ତାହେଲେ ନିଶ୍ଚୟ ଆମେ ଆଗକୁ ଯାହା ବି ନିଷ୍ପତ୍ତି ନିଆଯିବ ସେହି ଅନୁଯାୟୀ ପଦକ୍ଷେପ ନେବା। ଧନ୍ୟବାଦ।